ବର୍ଷ ଆମ IC11 ର ସମସ୍ତ ମେମ୍ବରକୁ ଆମେ ମିସ୍ କରୁଛୁ। ଯେମିତିକି ଆମର କେଶବ ସାର୍ ମ୍ୟାଥମେଟିକ୍ସ ଟିଚର, ସିଏ ବି ନାହାନ୍ତି ଏଇ ଗାଁର ସଜାପଡ଼ାର। ସୋନି ସିଏ ଜଣେ ଆମର ରଙ୍ଗ ବଦଳିଆ ପିଲା, ସିଏ ବି ନାହାନ୍ତି ଆମ ଗଣରେ, ସିଏ ତାଙ୍କ ସ୍ତ୍ରୀଙ୍କ ପାଖକୁ ପଳେଇଛନ୍ତି ଜଗତସିଂହପୁର। ଆଉ ଆମର ଲିପୁ ଭାଇ ନାହାନ୍ତି, ଆଉ ସନ୍ଦୀପ ସାର୍ କେମିଷ୍ଟ୍ରି ସାର୍ ସିଏ ବି ଆଜି ତାଙ୍କର ଖେଳି ନାହାନ୍ତି, ସିଏ ବି ଆଜି ଘରେ ଗାଧେଇ ପାଧେଇ ଘୋଡ଼େଇ ଗାଡ଼େଇ ଶୋଇଛନ୍ତି। ଆଉ ଆମର ଲିପୁ ଭାଇ ନାହାନ୍ତି, ସିଏ ତାଙ୍କର ଅଛନ୍ତି କିନ୍ତୁ ସିଏ ଆମ ସହିତ ଖେଳି ନାହାନ୍ତି ଏ ବର୍ଷ। ଆଉ ଅଶୋକ ଭାଇ ସିଏ ବି ବହୁତ ବ୍ୟସ୍ତ ଅଛନ୍ତି, ଏ ବର୍ଷ ଆମ ସହିତ ଖେଳି ପାରିନାହାନ୍ତି। ଆଉ ସୌମ୍ୟ ଭାଇ ଆମର ସିଏ ଯିଏକି ବ୍ରହ୍ମପୁରରେ ରହୁଛନ୍ତି, ସିଏ ବି ଆମ ସହିତ ଆସିନାହାନ୍ତି, କୌଣସି ଅସୁବିଧା କାରଣରୁ ସିଏ ଆମ ସହିତ ଯୋଗ ଦେଇପାରିନାହାନ୍ତି। ତଥାପି ତାଙ୍କୁ ଆମେ ମିସ୍ କରୁଛୁ। ତେଣୁ ସମସ୍ତଙ୍କୁ ଆମେ ମିସ୍ କରୁଛୁ। ଲିପୁ ଭାଇ, ଦିଲ୍ଲୀପ ଭାଇ ଯିଏକି ତାଙ୍କର ବି ଅସୁବିଧା, ତାଙ୍କ ଦାଦା ଚାଲି ଯାଇଥିଲେ, ତେଣୁ ସିଏ ବି ଆମ ସହିତ ଆଜି ଖେଳି ପାରିନାହାନ୍ତି ଏ ବର୍ଷ। ତେଣୁ ସମସ୍ତଙ୍କୁ ଯାହା ହଉ, ଯେଉଁ ଆମେ 4 ଜଣ ଆଜି ଏକାଠି ହେଇଛୁ ବହୁତ ସମୟ, ଆର ବର୍ଷ ଆମେ ଯେମିତି ସମସ୍ତେ ଏକାଠି ହେବା। ତେଣୁ ସମସ୍ତଙ୍କୁ ଅନୁରୋଧ, ଯେମିତିକି 11 ଷ୍ଟାର 11 ମେମ୍ବର ସମସ୍ତେ ଆର ବର୍ଷ ପୁଣି ଏକାଠି ହେବା 2026 ହୋଲିରେ ଏଇ ଜାଗାରେ, ଏଇ ସ୍ଥାନରେ ଚଷାପଡ଼ା ନଦୀ କୂଳରେ। ଚନ୍ଦନଙ୍କ ରଙ୍ଗ ପାଇଁ ମୋ ମଥା ପୋଡ଼ିଲାଣି। ହଁ, ଚନ୍ଦନ ଯିଏକି ବହୁତ ଚର୍ଚ୍ଚିତରେ ରହୁଛ ସବୁବେଳେ, ଆଉ ସେ ତାଙ୍କ ରଙ୍ଗ ପୁରା ଏ ମାର୍କା ରଙ୍ଗ, ପୁରା ହର୍ବାଲ, ତଥାପି ତାଙ୍କ ରଙ୍ଗର ନିଆରା। ସେ ଲଗେଇବେ ଗ୍ରୀନ୍ କିନ୍ତୁ ହେଲା ବେଳକୁ ଗ୍ରୀନ୍ ମାନେ ବ୍ଲୁ ପିଙ୍କ ହେଇଯାଇଥିବ। ତେଣୁ ସେ କେଉଁଠି ସେ ରଙ୍ଗ ତିଆରି କରନ୍ତି ଆମେ ଜାଣିନୁ, ସେ ଗୋଟେ ରହିଯାଇଛି ସସ୍ପେନ୍ସ। ତେଣୁ ଆମ ଚନ୍ଦନ ଭାଇ ସବୁବେଳେ ଚର୍ଚ୍ଚିତ ରୁହନ୍ତି, ସେ ସମସ୍ତଙ୍କର ଭାଇ। ତେଣୁ ଆଜି IC11 ତରଫରୁ ମୁଁ ସୁମନ ସାର୍ ଆଜି ଏଇଠି ସମସ୍ତଙ୍କୁ ବହୁତ ବହୁତ ଅଧିକ ଧନ୍ୟବାଦ ଜଣାଇକି ଏଇ ବର୍ଷର ହୋଲି ସମସ୍ତଙ୍କ ସୁଖମୟ ସମୃଦ୍ଧିମୟ ଏବଂ ସମସ୍ତେ ଖୁସିରେ ରୁହନ୍ତୁ, ଏତିକି କହି ମୋ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ଧନ୍ୟବାଦ।